ବନ୍ଦେ ଉତ୍କଳ ଜନନୀ। ପୁଣି ଥରେ ଆପଣମାନଙ୍କୁ ଏହି ଭିଡ଼ିଓଟିରେ ସ୍ୱାଗତ ତଥା ଅଭିନନ୍ଦନ। ଆଜି ଆମେ ପଢ଼ିବା ପଞ୍ଚମ ଶ୍ରେଣୀର ପରିବେଶ ବିଜ୍ଞାନ ତୃତୀୟ ଅଧ୍ୟାୟ ଖାଦ୍ୟ ଉତ୍ପାଦନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ। ଏହା ବିଷୟରେ ଆମେ ଆଜି ପଢ଼ିବା ଖାଦ୍ୟ ଉତ୍ପାଦନ କିପରି ହୁଏ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀଙ୍କ ବିଷୟରେ ଆଜି ଆମେ ଅଧ୍ୟୟନ କରିବା। ଚାଲ ଆଗକୁ ବଢ଼ିବା। କଥାରେ ଅଛି କର୍ମ ହିଁ ଜୀବନ। କର୍ମ କରିବା ଦ୍ୱାରା ହିଁ ଆମେ ଖାଇବାକୁ ପାଇଥାନ୍ତି, ଫସଲ ଉପଜାଇ ପାରିଥାନ୍ତି ଏବଂ କର୍ମ ବିନା ଆମେ ବଞ୍ଚିପାରିବା ନାହିଁ। ତେଣୁ ମଣିଷ ନିତିଦିନ ଭାବରେ ସେ ତା'ର ଗୁଜୁରାଣ ମେଣ୍ଟାଇବା ପାଇଁ, ତା'ର ପେଟ ପୋଷିବା ପାଇଁ କିଛି ନା କିଛି କାର୍ଯ୍ୟ କରିଥାନ୍ତି ଏବଂ ସେ ନିଜ ପାଇଁ କରିବା ସହିତ ଅନ୍ୟମାନେ ସେ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି ଏବଂ ମଣିଷ ଯେଉଁ କାର୍ଯ୍ୟ କରେ ସେ ନିଜ ପେଟ ପାଇଁ ମଧ୍ୟ କରେ ଏବଂ ଏହାଦ୍ୱାରା ଅନ୍ୟମାନେ ମଧ୍ୟ ଉପକାର ମଧ୍ୟ ପାଇଥାନ୍ତି। ଯେମିତିକି କେଉଟ ମାଛ ମାରେ, ସେ ମାଛ ମାରିବା ଦ୍ୱାରା ତା ପରିବାର ବି ଚଳେ ଏବଂ ଅନ୍ୟ ଲୋକମାନେ ତାଠୁ କିଣି ଖାଇଥାନ୍ତି, ସେମାନେ ମଧ୍ୟ ଉପକାର ପାଇଥାନ୍ତି। ଏହିଭଳି ଭାବରେ ଆମ ସମାଜରେ ଲୋକମାନେ ପରସ୍ପର ମଧ୍ୟରେ ନିର୍ଭରଶୀଳ ଏବଂ ସମସ୍ତେ ସମସ୍ତଙ୍କ ଉପରେ ନିର୍ଭର କରି ଚଳିଥାନ୍ତି। ଆସ ଆଜି ଆମେ ଦେଖିବା ପରିବହନ, ଗମନାଗମନ ଏବଂ ଯୋଗାଯୋଗ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା। ଗମନାଗମନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବାକୁ ଗମନାଗମନ କୁହାଯାଏ। ପରିବହନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗାଡ଼ି ଦ୍ୱାରା ଜିନିଷ ଗୁଡ଼ିକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟାକୁ ପରିବହନ କୁହାଯାଏ। ଯୋଗାଯୋଗ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ରାସ୍ତା ମାଧ୍ୟମରେ ଯୋଡ଼ିବାକୁ ଯୋଗାଯୋଗ କୁହାଯାଏ। ଆମେ ଆମ କାମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି, ସେଥିପାଇଁ ଆମେ ସାଇକେଲ, ରିକ୍ସା, ବସ୍, ଟ୍ରକ୍ ଆଦି ବ୍ୟବହାର କରିଥାନ୍ତି। ସେହିପରି ଆକାଶ ପଥରେ ଉଡ଼ାଜାହାଜ ଏବଂ ଜଳରେ ବୁଡ଼ାଜାହାଜ, ଜାହାଜ ଆଦି ଆମେ ବ୍ୟବହାର କରିଥାନ୍ତି। ସେହିପରି ଗୋଟିଏ ସ୍ଥାନର ମାଲପତ୍ର ମଧ୍ୟ ଅନ୍ୟ ସ୍ଥାନକୁ ବିଭିନ୍ନ ଯାନବାହନ ମାଧ୍ୟମରେ ନେଇଯାଇଥାନ୍ତି। ଏହିସବୁକୁ ଗମନାଗମନ ଓ ପରିବହନ କୁହାଯାଏ। ଆମେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଜିନିଷପତ୍ର ଗାଡ଼ି ଦ୍ୱାରା ଲୋଡ଼ କରି ନେଇଯାଇଥାନ୍ତି, ଏହାକୁ ପରିବହନ କୁହାଯାଏ। ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସାଇକେଲ, ରିକ୍ସା, ମୋଟର ସାଇକେଲ, ବସ୍, ରେଳ, ଉଡ଼ାଜାହାଜ, ଘୋଡ଼ା ଗାଡ଼ି ଏହିସବୁରେ ଆମେ ଯାଇଥାନ୍ତି, ଏହାକୁ ଗମନାଗମନ କୁହାଯାଏ। ଦେଖ, ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ, ମନେକର କଟକରୁ ଦିଲ୍ଲୀ, ଆମେ ଆକାଶ ମାଧ୍ୟମରେ ଉଡ଼ାଜାହାଜରେ ମଧ୍ୟ ଯାଇପାରିବା, ଆକାଶପଥ କୁହାଯାଏ ତାକୁ। ଆଉ ଗୋଟେ ଜଳ ମାଧ୍ୟମରେ ଜଳପଥ ଏବଂ ଆଉ ଗୋଟେ ହେଉଛି ସ୍ଥଳ ମାଧ୍ୟମରେ ରାସ୍ତା ଦ୍ୱାରା ଆମର ଏହାକୁ କ'ଣ କୁହାଯାଏ ନା ଯୋଗାଯୋଗ କୁହାଯାଏ। ଏହିସବୁ କାର୍ଯ୍ୟରେ ଲୋକମାନେ ବିଭିନ୍ନ ପ୍ରକାର କାମ କରିଥାନ୍ତି। ଯେମିତିକି ବସ୍ରେ ଲୋକମାନେ କିପରି ଯିବା ଆସିବା କରନ୍ତି, ଡ୍ରାଇଭର ଥାଆନ୍ତି, କଣ୍ଡକ୍ଟର ଥାଆନ୍ତି ଏବଂ ହେଲ୍ପର। ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ବସ୍କୁ ଗୋଟିଏ ସ୍ଥାନ ଅନ୍ୟ ସ୍ଥାନ ନେବା ପାଇଁ ସାହାଯ୍ୟ କରନ୍ତି ଏବଂ ବିଭିନ୍ନ ପ୍ରକାର କାମ ବିଷୟରେ ଆମେ ଜାଣିବା। ଚାଲ ଆଗକୁ ଦେଖିବା। ବର୍ତ୍ତମାନ ଆମେ କର୍ମଜୀବୀଙ୍କ କାମ ଗୁଡ଼ିକ ଲେଖିବା। ରାସ୍ତା କାର୍ଯ୍ୟରେ ନିୟୋଜିତ କର୍ମଜୀବୀ, ଠିକାଦାର, ଯନ୍ତ୍ରୀ, ଲେବର। ଠିକାଦାର ରାସ୍ତା କାର୍ଯ୍ୟ ପାଇଁ ଦାୟିତ୍ୱ ନେଇଥାଏ। ଯନ୍ତ୍ରୀ ରାସ୍ତା କାର୍ଯ୍ୟର ତଦାରଖ ବା ନିରୀକ୍ଷଣ କରିଥାନ୍ତି। ଲେବର ଠିକାଦାର କହିବା ଅନୁସାରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି।
ଆମେ ସମସ୍ତେ ଜାଣିଛନ୍ତି ଆମେ ବସ୍ରେ ବା ରିକ୍ସା ଟ୍ରକ୍ ଆଦି ଯାନବାହନରେ ଗଲାବେଳେ ଆମେ ସେହି ଯାନବାହନ ଗୁଡ଼ିକୁ ଚଳାଇବା ପାଇଁ ଜଣେ ଡ୍ରାଇଭର ଥାଆନ୍ତି, ସିଏ ଚଳାଇଥାନ୍ତି ଏବଂ ଜିନିଷପତ୍ର ଓହ୍ଲାଇବା ପାଇଁ ଜଣେ ହେଲ୍ପର ଥାଆନ୍ତି ବା ତା ପାଇଁ ଶ୍ରମିକ କାମ କରିଥାନ୍ତି। ଏବଂ ଯେମିତିକି ଆମେ ବସ୍ରେ ଯାଆନ୍ତି ଜଣେ କଣ୍ଡକ୍ଟର ଥାଆନ୍ତି, ସେ ଯାତ୍ରୀଙ୍କୁ ସଠିକ୍ ସ୍ଥାନରେ ଓହ୍ଲାଇ ଦିଅନ୍ତି ଏବଂ ତାଙ୍କଠାରୁ ପାଉଣା ରଖନ୍ତି, ଭଡ଼ା ରଖନ୍ତି ଏବଂ ହେଲ୍ପର ଯାତ୍ରୀଙ୍କର ଜିନିଷପତ୍ର ଓହ୍ଲାଇବାରେ ସାହାଯ୍ୟ କରନ୍ତି। ଏହିଭଳି ଭାବରେ ଗୋଟେ ବସ୍କୁ ଡ୍ରାଇଭର, ହେଲ୍ପର, କଣ୍ଡକ୍ଟର ଚଳାଇଥାନ୍ତି। ଏହିଭଳି ଭାବରେ ଆମେ ଯାନବାହନରେ କାର୍ଯ୍ୟ କରୁଥିବା କର୍ମଜୀବୀଙ୍କର ଦାୟିତ୍ୱ ବିଷୟରେ ଆମେ ଜାଣିଲେ। ଏଥିରୁ ସ୍ପଷ୍ଟ ହେଲା ଯେ ସବୁ ଯାତ୍ରୀଙ୍କ ଯାତ୍ରୀକାଳୀନ ନିରାପତ୍ତା ତାଙ୍କ ହାତରେ ଥାଏ। ସେ ରାସ୍ତା ନିୟମ ମାନି ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟେ ନାହିଁ। କଣ୍ଡକ୍ଟର ଯାତ୍ରୀମାନଙ୍କ ଠାରୁ ନିର୍ଦ୍ଦିଷ୍ଟ ସ୍ଥାନରୁ ତାଙ୍କର ଯାତ୍ରା ନିମନ୍ତେ ବସ୍ ଭଡ଼ା ଆଦାୟ କରନ୍ତି, ସେଥିପାଇଁ ରସିଦ ମଧ୍ୟ ପ୍ରଦାନ କରନ୍ତି। ହେଲ୍ପର ବସ୍ର ଉଦ୍ଦିଷ୍ଟ ସ୍ଥାନରେ ଯାତ୍ରୀଙ୍କ ଜିନିଷପତ୍ର ରଖିବା ନିମନ୍ତେ ସେଗୁଡ଼ିକୁ ଗାଡ଼ିକୁ ଉଠାନ୍ତି ଏବଂ ଠିକ୍ ସମୟରେ ଯେଉଁ ସ୍ଥାନରେ ଯାତ୍ରୀ ପହଞ୍ଚି ଯାଆନ୍ତି, ଯେଉଁ ତାଙ୍କର ଗନ୍ତବ୍ୟ ସ୍ଥାନରେ ଜିନିଷ ଗୁଡ଼ିକୁ ଓହ୍ଲାଇ ଦିଅନ୍ତି। ଏହିଭଳି ଭାବରେ ଯାତ୍ରୀଙ୍କ ସୁବିଧା ଗୁଡ଼ିକୁ ଉପଲବ୍ଧ କରାଇବା ପାଇଁ ଡ୍ରାଇଭର, କଣ୍ଡକ୍ଟର, ହେଲ୍ପର ଯାତ୍ରୀଙ୍କୁ ସାହାଯ୍ୟ କରିଥାନ୍ତି। ବେଳେବେଳେ ବସ୍, ରିକ୍ସା, ଟ୍ରକ୍ ଏହିଗୁଡ଼ିକ ଖରାପ ମଧ୍ୟ ହୋଇଥାଏ, ଯାନ୍ତ୍ରିକ ତ୍ରୁଟି ମଧ୍ୟ ଯାଇଥାଏ। ସେଥିପାଇଁ ଗ୍ୟାରେଜ ଖୋଲା ହୋଇଥାଏ। ଗ୍ୟାରେଜରେ ମେକାନିକ୍ ଥାଆନ୍ତି, ସେ ବସ୍, ଟ୍ରକ୍ ଗୁଡ଼ିକୁ କାମ କରିବା ପାଇଁ। ସଡ଼କ ପରିବହନ ସୁବିଧା ପରି ଆମର ମଧ୍ୟ ରେଳ ବ୍ୟବସ୍ଥା ମଧ୍ୟ ଅଛି। ଆମ ଦେଶର ବଡ଼ ବଡ଼ ସହର, ବନ୍ଦର, କଳକାରଖାନା ନିମନ୍ତେ ରେଳପଥ ସଂଯୋଗ କରାଯାଇଛି। ରେଳପଥରେ ଯାତ୍ରା କରି ରେଳଗାଡ଼ି ନିର୍ଦ୍ଦିଷ୍ଟ ଷ୍ଟେସନ ପ୍ଲାଟଫର୍ମରେ ରୁହେ। ଷ୍ଟେସନର କାର୍ଯ୍ୟ ଷ୍ଟେସନ ମାଷ୍ଟର ପରିଚାଳନା କରନ୍ତି। ଏହି କାର୍ଯ୍ୟରେ ଅନ୍ୟ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିଥାନ୍ତି। ଷ୍ଟେସନର ନିର୍ଦ୍ଦିଷ୍ଟ ପ୍ଲାଟଫର୍ମକୁ କିପରି ଗାଡ଼ିଟି ସୁରୁଖୁରୁରେ ଆସିବ ଓ ଯିବ ତାହାର ଦାୟିତ୍ୱ ସିଗ୍ନାଲ ମ୍ୟାନମାନଙ୍କ ହାତରେ ଥାଏ। ସେ ବିଭିନ୍ନ ସଂକେତ ମାଧ୍ୟମରେ ଷ୍ଟେସନ ମଧ୍ୟକୁ ରେଳଗାଡ଼ିର ଯିବା ଆସିବା କାର୍ଯ୍ୟକୁ ନିୟନ୍ତ୍ରଣ କରିଥାନ୍ତି। ତାହା ନକଲେ ରେଳ ଦୁର୍ଘଟଣା ଘଟିବ ଓ ଯାତ୍ରୀଙ୍କର ଧନଜୀବନ ନଷ୍ଟ ହେବ। ଏଥିରୁ ତାଙ୍କ କାର୍ଯ୍ୟର କଠୋର ଦାୟିତ୍ୱ ସମ୍ପର୍କରେ ଆମର ଧାରଣା ହୁଏ। ଷ୍ଟେସନରେ ଟିକେଟ୍ ବିକ୍ରି କରିବା ପାଇଁ କର୍ମଚାରୀ ଥାଆନ୍ତି। ଯାତ୍ରୀବାହୀ ରେଳଗାଡ଼ିରେ ଲୋକେ ଟିକେଟ୍ କରି ଯାଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ଟିକେଟ୍ ଯାଞ୍ଚକାରୀ TTI ଥାଆନ୍ତି। ଡ୍ରାଇଭର ରେଳଗାଡ଼ି ଚଳାନ୍ତି। ରେଳଯାତ୍ରୀ କିପରି ସୁଖପ୍ରଦ ଓ ଦୁର୍ଘଟଣାବିହୀନ ହେବ ସେଥିପାଇଁ ସେ ସତର୍କତାର ସହିତ ତାଙ୍କର ଗୁରୁ ଦାୟିତ୍ୱ ତୁଲାଇଥାନ୍ତି। ରେଳ ଧାରଣା ଠିକ୍ ଅଛି କି ନାହିଁ ତାହା ତଦାରଖ କରିବା ନିମନ୍ତେ ସ୍ୱତନ୍ତ୍ର ରେଳ ଧାରଣା ନିରୀକ୍ଷକ ଥାଆନ୍ତି। ସେହିପରି ରେଳ ସୁରକ୍ଷା ବାହିନୀ RPF ଲୋକମାନଙ୍କର ଯାତ୍ରାକାଳୀନ ସୁରକ୍ଷା ପ୍ରତି ଧ୍ୟାନ ଦେଇଥାନ୍ତି। ପ୍ରତି ରେଳଗାଡ଼ିରେ ଜଣେ ଗାର୍ଡ଼ ଥାଆନ୍ତି, ସେ ରେଳଗାଡ଼ିର ଦାୟିତ୍ୱ ନିଅନ୍ତି। ଏହାର ପରବର୍ତ୍ତୀ ପାଠଟିକୁ ଆମେ ପାର୍ଟ 2ରେ ପଢ଼ିବା। ଏହାର ଡେସ୍କ୍ରିପସନ୍ ଲିଙ୍କରେ ମୁଁ ଦେଇଦେଇଛି, ଆମେ ଏହା ପଢ଼ିପାରିବା। ଯଦି ଭିଡ଼ିଓଟି ଭଲ ଲାଗିଲା ଆପଣମାନଙ୍କୁ ତାହେଲେ ନିଶ୍ଚିତ ଭାବରେ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରନ୍ତୁ, ଯାହାଦ୍ୱାରା କି ଆପଣଙ୍କ ପାଖରେ ମୁଁ ଅପଲୋଡ଼ କରିବା ମାତ୍ରେ ଭିଡ଼ିଓଟି ପ୍ରଥମେ ପହଞ୍ଚି ପାରିବ ଏବଂ ପ୍ରଥମେ ଦେଖିପାରିବେ ଏବଂ ପଢ଼ିପାରିବେ। ଜୟ ହିନ୍ଦ, ଜୟ ଭାରତ।